ନମସ୍କାର। ନମସ୍କାର। ହଁ ଭଲ ଅଛନ୍ତି ସାର୍? ହଁ ଦୁଃଖ ସୁଖ ଭଲ ଭାଇ। ଆଉ କୋଉଠି ଅଛନ୍ତି? ମୁଁ ଏବେ କଟକ ପହଞ୍ଚିଲି। କୁଆଡେ ଯାଇଥିଲେ ନା କଣ? ହଁ ଯାଇଥିଲି ଟିକେ ଭୁବନେଶ୍ୱର। କଣ ହେଲା? ଫାଇନାଲ ହେଲା? ନାଇଁ ଚାଲିଛି, ଦ୍ୱନ୍ଦ୍ୱରେ ଅଛି ଏମିତି ଆଉ କଣ। ଗଣିତ କରି ଜାଣୁନାହାନ୍ତି ନା କଣ? ସେମିତି ଆଉ ଓହୋ, ଏମିତି କହିଲେ ହବ କି? ଯାହା କଥା ତାକୁ ଜଣା ନା, ସେମାନେ ବି ଚିନ୍ତାରେ ଅଛନ୍ତି। ପକୁଡି ରାଗ ଛଣା, ଯାହାର କଥା ତାକୁ ଜଣା। ଆଉ ଗଲା ତ ଆଉ ହଁ, ଏତେ ସହଜ କି? କଣ ସହଜ ନାହିଁ? ଆରେ କଣ ସହଜ ନାହିଁ? ଆରେ କେମିତି କରି ସହଜ? ମତେ ଟିକେ ପାଠ ପଢେଇଲୁ। ମୁଁ ଯେତିକି ପଢିଛି ସେତିକି ସହଜ ହଥାଏ କି? କେମିତି ସହଜ? ତୁ ଗୋଟେ ତୋର ମୁଣ୍ଡ କେତେ କି ତୋର? ଯାରେ ଜଣେ ରାଜ୍ୟର ବୁଝୁଛି, ଜିଲ୍ଲାର ବୁଝୁଛି, ସେମାନେ ସେ ଅନୁସାରେ ଡିସାଇଡ୍ କରିକି କରୁଛନ୍ତି। ଆମେ ତୋଦ୍ୱାରା ହେଲେ କଣଟା ହବ? ଆମେ କହିଦେଲେ ହେଇଯାଉଛି କି? କଣ କଣ ଘାସ କାଟି ଯାଇଥିଲ ତମେ ସିଆଡେ? ତମକୁ ଆସ ବୋଲି କିଏ କହିଥିଲା? ଆରେ ଆମର ଇଚ୍ଛା ହେଲା ଆମେ ବୁଲି ଗଲୁ, ଆମର ଇଚ୍ଛା ହେଲା ଆମେ ଗଲୁ। ଆଉ ସେଇଟା ଆଉ ତୁ କହିବୁ କି? ଘାସ କାଟିବା ଭୁବନେଶ୍ୱର ଯାଆନ୍ତି କି ଲୋକ? ଆଉ ସେଇଟା ତୋର ଗୋଟେ କଥାବାର୍ତ୍ତା ଏକା ଆମକୁ ପସନ୍ଦ ନାହିଁ, ବୁଝିଲୁ? ଏଇଟା ଦାୟିତ୍ୱ ଥିଲ, ସେଥିପାଇଁ ପଚାରୁଛି କେମିତି କେତେବେଳେ ପହଞ୍ଚିଲ ବୋଲି କି କହିଲ? ପଚାରିଲା ବେଳେ ପଚାରିବ, ଘାସ କାଟି ଯାଇଥିଲ ବୋଲେ ବାଣ୍ଡକୁ ଫୋନ କରୁଛୁ ବା ଆଜ୍ଞା, ବୁଝିଲୁ? ମୋର ଭାଇ ମୁଁ ଟେନସନ ଲୋକ, ଆମେ ସତ କହିବା ଲୋକ। ତୁ କଣ ପାଇଁ ଫୋନ କରୁ? କଣ ପାଇଁ କଥା କହିବୁ କି ଆମେ? ନା ତୋର ଭାତିଆରେ ଆମେ ଅଛୁ, ନା ତୋର ପରାମର୍ଶରେ ଆମେ ଅଛୁ? ତୁ ଏମିତି କରିବୁ ଫୋନ କରିକି? ତାମାନେ ନବୀନ ପଟ୍ଟନାୟକ ଡାକିଥିଲା? ଘାସ କାଟି ଯାଇଥିଲ, ଏଇଟା ନବୀନ କଣ? ପଟ୍ଟନାୟକ କଣ ଡାକିଥିଲା ବୋଲି କି? ଭାବୁଛୁ? ଆମକୁ ମହତ୍ଵ ଅଛି, ତୁ ଏମିତି ତୋର ଅଛି, ଆମର କଣ ନାହିଁ ବୋଲି ଭାବୁଛୁ ତୁ? ଜବର ଅଛି, ଜବର ଅଛି। ଯାହାଟି କଥା କହିବାର ଯୋଉ ଇଏ ଅଛି ସେ ଅନୁସାରେ କଥା ହବୁ, ବୁଝିଲୁ? ଜବର ଅଛି, ଜବର ଅଛି। ମହାଦେବ କାମ ଛାଡିବ ନାହିଁ, ଜାଣିଛୁ ତ? ହଁ ହଁ ହଁ, ଜାଣିଛି ଜାଣିଛି। ଜାଣିଛୁ ତ? ଗଲା କଣ ଏମିତି କଥାବାର୍ତ୍ତା କରୁଛୁ? ଭାଇନା ବୋଲି ଯଦି କଥା ହଉଛୁ, ଭାଇନା ବେଳେ ଯେମିତି ମୋର ପଚାରିବା ତ ଉତ୍ତର ଜାଣିବା ପାଇଁ ଚେଷ୍ଟା କରେ। ତୁ ବେଶୀ କହିବି ବୋଲି ମୁଁ ଶୁଣିବି ନାହିଁ ତୋର। ହଁ ଠିକ ଠିକ ଠିକ। ବାସ, ନହେଲେ ଫୁଲ କରେ ନା, କରୁନଥିଲୁ? ମୁଁ କଣ ଭୁକରେ ଶୁଥିଲି କି? କଥା ଗୋଟେ କହିବାର ଶୈଳୀ ଅଛି, କାହାକୁ କେମିତି କୁହା ହୁଏ। ଆଜ୍ଞା। ଯଦି କିଏ ଶୁଣିଦେବେ, କନ୍ଦର ଲୋକ ଯୋଉ ମାଗିଆ ଶୁଣିବ, ମହାଦେବ ଶୁଣିବ, ଏଇଟା ମନେ ରଖିଥା। ଆଜ୍ଞା ଆଜ୍ଞା। ସତେ ଭାତିଆ ଦେଇଥିଲି, ସତେ କିଏ ମୋ ଅଣ୍ଡରରେ ଅଛି, ଆଉ ଘାସ କାଟି ଯାଇଥିଲ। ଫୋନ କରେ ନା, କେବେ ଦରକାର ନାହିଁ ଭାଇ ଟିକେ ସମ୍ପର୍କ, ବୁଝିଲୁ? ହଁ ଠିକ 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 ଠିକ। ଆଉ ଜିନିଷ ତୁ ସାଧାରଣ ଜ୍ଞାନ ନାଇଁ କି ତୋର? ମାଷ୍ଟର ବୋଲୁଛୁ ପରା, ଆଜ୍ଞା ଆଜ୍ଞା। ଲିଡର ବୋଲୁଛୁ ପରା। ଆଜ୍ଞା ଆଜ୍ଞା। କଥାବାର୍ତ୍ତା ତୋର ଜଣା ନାହିଁ? ଆଜ୍ଞା। କଣ ଏତେ ଗରମ କଣ? କଣ ହେଲା? ନା ଏତେ କାହିଁ ଗରମ ହଉଛୁ? କଣ ହେଲା? ନାଇଁ ତୁ କହୁଛୁ ଯେ ତୋ ଦାନା ପାଣିରେ ବଞ୍ଚୁଛୁ କି ବୋଲି ମତେ କହୁଛୁ। କାହା ଦାନା ପାଣିରେ ବଞ୍ଚୁଛୁ ତୁ କହ ତ? ଫାଷ୍ଟ କହ। ଏବେ କୁଟିଗୁଡା ତୋ ବାପା ନାଇଁ ତୋ ବାପା କୁଟିଗୁଡା ତ ଷ୍ଟୋର କରିଥିଲା କି? କୁଟିଗୁଡା ସେମେଲ ଷ୍ଟୋର ତୋ ବାପା କରିଥିଲା କି? 96 ତୋ ବାପା ପ୍ରଚାର କରି ଯାଇଥିଲା। 96ରେ 1996ରେ ତୋ ବାପା ପ୍ରଚାର କରି ଯାଇଥିଲା କି ସେଠି? ଆରେ ତୁ ଆସୁନୁ କରିବୁ ତୁ। ଆରେ ଜୋନାଥନକୁ ଧରିକି ମୁଁ ଯାଇକି ସେଠି ଚର୍ଚ୍ଚ କରିଛି, ସେଟା ମୁଁ ଚର୍ଚ୍ଚ କରିଛି ହେଲା 1996ରେ। ହଁ ଯେ 1996ରେ ଶୁଣେ 1996ରେ ମୁଁ ଯାଇକି ସେ ଚର୍ଚ୍ଚ ସେଇଠି କରିଛି। ମୋ ଚର୍ଚ୍ଚ ତୁ ବଞ୍ଚୁଛୁ। ଏବେ ତୋର ପୁଅ ବାହା ହେଲା ବେଳକୁ ବିଧବା ମାଆକୁ 5,000 ମାଗିକି ତୁ ଭୋଜି କରୁଛୁ। 5,000 ଟଙ୍କା ଫେରେଇଲୁ କି? ଏବେ ଯୋଉ 5,000 ଟଙ୍କା ମାଗିକି ତୁ ଭୋଜି କଲୁ, ଏବେ ତାର ପୁଅ ବାହା ହେଲା ବେଳକୁ ଆସିଲୁ କି ତୁ? ଲାଜ ଲାଗୁନି? ସେ ବିଧବା ପରା, ତାର 5,000 ଟଙ୍କା ମାଗିକି ତୁ ଭୋଜି କଲୁ ତୋ ପିଲା ପାଇଁ ବୋଲିକି, ହାତ ପୁତିକି ତାର ପିଲା ବାହା ହେଲା ବେଳକୁ ଆସିଲୁ। ଅସୁବିଧା ଥିଲା, ମୁଁ ଯାଇପାରିଲି ନାହିଁ। ହଁ ତୋର ଅସୁବିଧା ଥିଲା, ତୋର ପୁଅ ପାଇଁ ତୁ 5,000 ସେଟ୍ ଦେଇଥିଲା, ନହେଲେ ପଇସା ବି ପଠେଇଲୁ ନାହିଁ। ପଠେଇବି, ତୁ ଏତେ କାହିଁକି? ନାଇଁ କେବେ ପଠେଇବୁ? ଏବେ ମୋ କହିଲା ପରେ ପଠେଇବୁ। କାହା ଦାନା ପାଟିରେ ବଞ୍ଚୁଛୁ ନାହିଁ? ମତେ ଫୋନରେ କଣ ଧମକ ଦଉଛୁ? ସାମ୍ନା ସାମ୍ନି ଆସୁନୁ। ସାମ୍ନା କଣ? ତୁ କାହିଁ ଫୋନରେ କହିଲୁ କି? ତୁ ଏଟା ମୋ ଚୋର ତୁ ଖାଉଛୁ, ମୋ ଦାନା ପାଟିରେ ଖାଉଛୁ, ମୋ ବିଧବା ମାଆକୁ ପଇସା ମାଗୁଛୁ, ଲାଜ ଲାଗୁନି? ଏବେ ମୁଁ ଫୋନ କଲା ପରେ ପଇସା ଦେବି କହୁଛୁ। ଯେତିକି ପକେଇଛନ୍ତି ସେ ମଧ୍ୟରୁ ଯିଏ ପାଇଲେ ବି ଆମେ କୋଟଗଡ଼ ବ୍ଲକରେ ଆମେ ବିଜେଡି ଜିତିବା, ସିଓର ଜିତିବା ବୋଲି କହିଛି ହେଲା। ହେଲେ ସେଇଟାକୁ ମୁଁ ରେକର୍ଡିଂ କରିକି ୟୁଟ୍ୟୁବ ବନେଇକି ଛାଡ଼ି ଦେଇଛି ନା। ହେଲେ ମାନେ ଜଣକ ପାଇଁ ବୋଲି ଯାଇଛନ୍ତି ହେଲା, ଖାଇକି କାହାର ଦାନା ପାଣି ଖାଇକି ଯାଇନାହାନ୍ତି କି ତା ସପକ୍ଷରେ କହିବା ପାଇଁ? ମହାଦେବ ନାଇଁ କି ଜାଲାରି, ସେ ମହାଦେବ ବୋଲି ଆସି ତାକୁ ମୁଁ କହିଲି ଆଉ କୋଉଠି ଅଛ ବୋଲି, ନା ଏବେ ଏକା ଭୁବନେଶ୍ୱରରୁ ଫେରିଲେ ଏବେ ପହଞ୍ଚିଲୁ ବୋଲି କହିଲେ ହେଲା।
ମୁଁ ସେମିତି କହିବାରୁ ମୁଁ ତାକୁ କହିଲି ଯେ ଆଉ କ'ଣ ହେଲା ଘଟଣା ବୋଲି କହିଲେ। ମତେ କହିଲା ଯେ ଏଇଟା ସହଜ କଥା କି ଡିସାଇଡ୍ କରିବା ପାଇଁ, ଆଉ ଆଉ ସେଇଟା ତ ମାନେ ପୁରା ଚିନ୍ତା କରିକି କରାହେବ, ସେଥିପାଇଁ ସେଇଟା ହେଇନାହିଁ ହେବ ଏମିତି କହିଲା ହେଲା। ମୁଁ କହିଲି କହିଦେଲେ ହେଲେ ତମେ କ'ଣ ପାଇଁ ଘାସ କାଟିବା ଯାଇଥିଲ କି ବୋଲି କହିଦେଲି ହେଲା। ସେମିତି ଲୋକ ଆଉ ମତେ ଏମିତି କହୁଛୁ ବୋଲିକି ଦୁଇ ଅକ୍ଷର ଭାଷାରେ କହି ପକେଇଲା ଆଉ। ମୁଁ ଗରମ ହେଇନଥିଲି ସେତେ ତାପରେ ହଉ ହଉ ବୋଲି ରଖିଲି ଆଉ ହେଲା। ତାପରେ ଝାଡ଼ିଲି ମୁଁ ଆଉ ସେମିତି ତାପରେ କୁଟି ଗୁଡ଼ା ଯୋଉ ଚୋର କରାହେଇଛି ସେଇଟା 1996 ମୁଁ କରିବା ଲୋକ ସେ ଜୋନାଥନ କାନାଡାର ଜୋନାଥନ ଧରି ଧରି ଆମେ ପ୍ରଚାର କରି ସେଠି ଚୋର୍ଚ ଆମେ ଷ୍ଟାର୍ଟ କରୁଛୁ। ସେଇଠି ଯାଇକି ପାଷ୍ଟର ଉଠିছে ହେଲା। ଆରେ ସେମାନେ ତ ଡିସାଇଡ୍ କରିବେ, ସମସ୍ତେ ଜାଣିଛନ୍ତି ସେମାନେ ଡିସାଇଡ୍ କରିବେ କାହାକୁ ଦେବେ କାହାକୁ ନାହିଁ। ତମେ କାହିଁକି ଯାଉଛ ତାପରେ କହିବା ଆମେ କଲୁ। ତମେ ଏତେ ଯଦି କରିପାରୁଛ ନବୀନ ପଟ୍ଟନାୟକ ତମ ଉପରେ କି ତମେ କାହିଁକି ଯାଉଛ ସେଇଠୁ? ତମେ କରିବା ଲୋକ ଏଇଟା କଲ ନାହିଁ। ନାଇଁ 3-4 ଜଣ ପକେଇଛନ୍ତି ପକାଅ, ଜଣେ ପକାଅ, ଇଏ ଆକୁ କରେଇବା ବୋଲି କଲ ନାହିଁ। ଆଉ ସେ କିଏ ଗୋଟେ ଖାଇବାକୁ ଦେଲା ବୋଲି କହିଲେ ସିଆଡେ ଯାଉଛନ୍ତି, ତାପରେ ସିଆଡେ ରାଗ ଆମକୁ ସୁଝୁଛନ୍ତି ଏମାନେ। ହଁ ଆରେ ଲୋକ ଏତେ ଗ୍ରାସ ରୁଟ୍ ଲେଭେଲ ଯାକ ଜାଣିଛନ୍ତି ଯେ ଏବେ ବିଜେଡି ଯିଏ ବି ପାଇଲେ ଜିତିବ ବୋଲି, କିଏ ଜାଣିନାହିଁ। ହଁ ହେଲେ ଏଇ ସିଆଡେ ଯିବା କି ଆବଶ୍ୟକ ଅଛି ଏମାନଙ୍କୁ? ନିଜର ସ୍ୱାର୍ଥ ପାଇଁ ଯିବେ, ତାପରେ ଫୁଟାଣି ମାରିକି ଆମକୁ ଗାଳି କରିବେ। ହଁ ତମେ କାହିଁକି ତାଙ୍କ ପଛରେ ପଛରେ ଯାଉଛ? ଏବେ ଝାଡ଼ିଲି ଏକାପଟେ ଝାଡ଼ିଲି, ତାପରେ କାଟିଦେଲା ମତେ ସେତେବେଳେ କାଟିଦେ ବୋଲି କହିଲା। ମୁଁ କାଟିଦେଲି, ତାପରେ ଏବେ ଗରମ ହେଲା ପରେ ଲଗେଇଲି ସୁଧିଲି ତାକୁ ଆଉ। ହଁ ନହେଲେ ମୁଁ ମାଗିଛି ପଇସା ଦେଇଯିବି ବୋଲି କହିଲା, ଏବେ ମନେ ପଡିଲା କି? ହଁ ଆଉ ତ ପଇସା ଦେବା କଥା କୁହା ହଉନି। ଏବେ ତ ଆମେ ପଇସା ମାଗୁନୁ ତାକୁ, ଆମେ ପଇସା ଯେମିତି ହେବା କଥା କଲୁ, କିନ୍ତୁ ତୁ ଆସିକି ଟିକେ ସାକ୍ଷାତ କରିପାରିବୁ, ଦେଖିପାରିବୁ ନା? ହଁ ତାପରେ କହୁଛି ଅସୁବିଧା ଥିଲା ବୋଲି ମୁଁ ଯାଇନଥିଲି। ଯଦି ଅସୁବିଧା ଥିଲା ସେଦିନ ତୁ ସିନା ଯାଇପାରିଲ, ତୋର ପିଲାମାନେ ପରା ମୋଟର ମାନେ ଟେମ୍ପୁ ଫେମ୍ପୁ ରଖୁଛନ୍ତି, ତୋର ସ୍ତ୍ରୀ ଅଛି, କିଏ ବି ତମ ଭିତରେ କିଏ ବି ଯାଇପାରିବେ ନାହିଁ। ନାଇଁ ବାପାଙ୍କର ଦେହ ଖରାପ ହେଲା ଆସିପାରିଲା ନାହିଁ ବୋଲିକି ଏମିତି ବି କରିପାରିବ ନାହିଁ। ହଁ ଆରେ ତମ ପାଇଁ ସେ ଜଣେ ବିଧବା ମା ତମେ ଖୋଜି ଜାତି କରିକି ତୋ ପୁଅ ବାହା ହେବା ପାଇଁ ସେ ମୁଣ୍ଡି ଗୋଡ ନା ତିତଲା ଗୋଡ ବାଜା ନ ବାଜିଲେ ଆମର କ'ଣ କ୍ଷତି ହଉଛି? କିଏ ତ ଲୋକ ସମ୍ପର୍କ ଦରକାର ହଉଛି, କାହାକୁ ତ ପଇସା ଦରକାର ହଉଛି, କାହାକୁ ତ କ'ଣ ଦରକାର ହଉଛି। ତୁ ଯଦି ଏତେ ତୋର ଆସିକି ତୁ ବାକି ଦେଇଛୁ ବୋଇଲା ଭଳିଆ, ନାଇଁ ଏଟା ବାକି ପଇସା ଦେଲେ ମୁଁ କରିବି ବୋଲି ମାଗିକି ଦେଲୁ ସବୁ କରୁ, ସେଟା ଗଲା ଅଲଗା କଥା ଗଲା। ତୁ ତାର ପୁଅ ବାହା ହେଲା ବେଳକୁ ସେ ପଇସା ଦେବା ଦରକାର ନାହିଁ, ତୁ ଆସିକି ଦେଖା କରିବୁ ନା? ଏତେ ତୁ ବଡ ମାନେ ଇଏଟା ହେଇଗଲ, ଲୋକମାନେ କେତେ ଲୋକ କେତେ ଦୂର ଆସିକି ସବୁ ଇଏ କଲେଣି, ତୁ ସେଠି ସହଯୋଗ କରିପାରିବୁ ନାହିଁ। ହଁ ଆମେ କାହାକୁ ଛାଡିବା ଲୋକ ନାହିଁ, ଆମେ ସବୁ ଲୋକ ଉତ୍ତର ଦେବା ଲୋକ। ଏମିତି ଭାଷା କହିଲା ମତେ। ଆଉ ତୁ ପୁରା ପାଷ୍ଟର ବୋଲିକି ମୁଁ କହୁଛି ମତେ। ଆରେ ମୁଁ ପାଷ୍ଟର, ତୁ କାହିଁକି ସେମିତି ଭାଷା କହିବୁ? ତୁ ତ ପାଷ୍ଟର ନା, ତୁ ତ ଆଜି ପର୍ଯ୍ୟନ୍ତ ଗୋଟେ ଚର୍ଚ୍ଚ କରିପାରିନୁ, ଜଣଙ୍କର ଚର୍ଚ୍ଚରେ ବଞ୍ଚୁଛୁ। ସେଇଟା ଚର୍ଚ୍ଚ ତ ଆମେ କରୁଛୁ। ସେ ପଣ୍ଡିଆଲ ମାନେ ବାପା ସେ ଜୋନାଥନ ନାୟକ ମୁଁ ଆଉ ଏମିତି ହେଇକି ଆମେ ଉଦୟଗିରୁ ସେ ନିତନିଲ ନାୟକ ଆସିକି ଆମେ ସେଇଟା ପ୍ରଚାର କରୁ, ସବୁ କରୁ, ଚର୍ଚ୍ଚ ହେଲା। ସେଠି ଯାଇକି ଟିକେ ହାଲିଲୁୟା ପ୍ରେଜ ଦ ଲର୍ଡ କରି ବଞ୍ଚୁଛୁ। ତୁ ମାସ ପୁଲେ ଦରମା ଖାଇକି ବଞ୍ଚୁଛୁ। ଫୁଟାଣି ମାନେ କାହିଁ କଥା ହଉଛି କି? ହଁ ଆଉ ସେ ଫେର ମତେ ପାଠ ପଢଉଛି। ଝାଡ଼ିଦେଲି ସେ କାଳେ ଯଦି ଏ ପଦ ପାଇଛି ବୋଲିକି ଏ ଭିତରେ କି ତାର ଯଦି ରକ୍ତ ଥିବ ବୋଲି କହିଲେ କେବେ କି ଆସିକି ନହେଲେ ପଇସା ଦେଇ ଆସିଥାନ୍ତା। ପୁଣି ନା ମାଗିକି ପରା ଦେଇଯିବି ନାହିଁ କି ବୋଇଲା ମତେ। ତୁ ତୋତେ ଦେବା କଥା ମୁଁ କହୁନାହିଁ। ତୁ କାହିଁକି ସେ ଭୋଜିରେ ତୁ ଆସିଲୁ ନା? ତୋ ପିଲାମାନେ କିଏ ବି କାହିଁକି ସହଯୋଗ କଲ ନାହିଁ? ହଁ ତୋର ପୁଅ ଯେମିତି ବାହା ହେଲା ସିଏ ତ ସେମିତି ଏକା ବାହା ହେଲା ନା, ତାର କିଏ ସାହା ଭରସା ଅଛି? କିନ୍ତୁ ତୋ ପୁଅ ପାଇଁ ବାହା କରିବା ପାଇଁ ତୁ ଯୋଉ ମାଗିକି ନେଲୁ ପଇସା ସେଟା ତ ଦେଲୁ ନାହିଁ, କିନ୍ତୁ ତୁ ସହଯୋଗ ବି କରିବୁ ନାହିଁ। ହଁ ନାଇଁ ପଦ ପାଇଲା ଯେ ସେ ଯୋଉଟା ଭାଷଣ ସେ କହିଥାନ୍ତା ନା, ସୁଶାନ୍ତ ଏମିତି କହୁଥିଲା, ମୁଁ ଆସୁ ଉଲୁଲୁ ଗାଡିରୁ ଉଲୁଲୁ ମତେ ଏମିତି କହିଲା ଯେ ମୁଁ ତାକୁ ଘାସ କାଟିବାକୁ ଯାଇଥିଲ କି ବୋଲି କହିବାରୁ ଏମିତି ଗାଳି କଲି ବୋଲି ସେ ଫୁଟାଣି ମାରି କହିଥାନ୍ତା ନା। ଏବେ ଝାଡି ଦେଇଛି। ହଁ ଶୁଣିଲା, ମୁଁ ଦେଖି ଏଇଟା ସେଟିଂ କରିକି ରେକର୍ଡିଂ କରିକି ଛାଡ଼ିଦେବି। ତାର ଫଟୋ ଖୋଜୁଥିଲି ପରା। ତା ପାଷ୍ଟର ଯୋଉ ଗୋଟେ ରାଜନୀତିକୁ ଯାଉଛି, ତାପରେ ଆରେ ସବୁ ଜାଣିଛନ୍ତି। ଆଉ ତୁ ତ ଭିତରେ ଭୋଟ ଦେବୁ ଗଲା, ତୁ କାହିଁକି ଛାଡେ ଭୁବନେଶ୍ୱର ଯିବୁ? ତୁ ଯଦି ମୁଖ୍ୟମନ୍ତ୍ରୀ ବଡ ହେଲୁ କି ତୁ? ହଁ ଫେର ଆଉ ସେ ଭାଷା କହୁଛି ଭାଷା। ଆରେ ପାଷ୍ଟର ତୁ କାହିଁକି ଭାଷା କହିବୁ? ଉତ୍ପାତ ରହିକି ତାର ଉତ୍ପାତ ବହୁତ
ଆରେ ସେ ତୁ ମତେ କହୁଛୁ ତୁ ଫେରାର ବୋଲିକି ସେ ତ 2000 ସେ ତ କେବେ ମାନେ ଚାଲୁଣି କହିବ ଶୁଣୁଛୁ ତୋ ଗାଣ୍ଡିରେ କଣା କିନ୍ତୁ ଚାଲୁଣିର 1000 କଣା ସେ ତ 2008 ରୁ ଫେରାର ହେଇକି ସେଠି ଅଛି କଟକ ସେଟା ତୁ ନିଜେ ଭାବୁନାହିଁ କାହାକୁ ଫେରାର କହୁଛି ମୁଁ କଣ ଏତେ ତା ଭଳିଆ ଘର ଦ୍ୱାର କରିକି ଏଠି ଅଛି କି ଆଜି ନହେଲେ କାଲିକି ଯିବି ମୁଁ ଲାଜ ଲାଗୁନି ସେ କହିବା ପାଇଁ ଫେରାର ତୁ ଏମିତି ସେମିତି ବୋଲି ସେ ନିଜେ ଯୋଉଠି ଆସିକି ତାର ମାନେ ସବୁ ଛାଡ଼ି ଦେଇକି ଏଠି ଆସିକି ଅଛି ସେଟା ଲାଜ ଲାଗୁନି ସେଠି କଣ ଅଛି ଏଠି হ্যাঁ ନିଜେ ଭାବୁନାହିଁ ସେ ନିଜେ ଚାଲୁଣି ଛୁଞ୍ଚିକୁ କହିବ ତ ଗାଣ୍ଡିରେ କଣା ତାର 1000 କଣା ଏଠି হ্যাঁ ନାଇଁ ଅନ୍ୟମାନେ ହେଲେ ଯେମିତି କଣ୍ଟ୍ରାକ୍ଟିଂ କାମ କରିକି ଏଟା କରିକି ସେଟା କରିକି ହେଲେ କେମିତି ପିଲାମାନଙ୍କୁ କଣ କରୁଛୁ ତୁ ତ ତା ଭିକ ମାଗୁଛୁ ତାଳି ଧରିକି ଯୋଉ ଯେତିକି ପକେଇଛନ୍ତି ସେ ମଧ୍ୟରୁ ଯିଏ ପାଇଲେ ବି ଆମେ କୋଟଗଡ଼ ବ୍ଲକରେ ଆମେ ବିଜେଡି ଜିତିବା ସିଓର ଜିତିବା ବୋଲି କହିଛି ହେଲା ହେଲେ ସେଇଟାକୁ ମୁଁ ରେକର୍ଡିଂ କରିକି ୟୁଟ୍ୟୁବ ବନେଇକି ଛାଡ଼ି ଦେଇଛି ନା ହେଲେ ମାନେ ଯୋଗ ପାଏ ବୋଲି ଯାଇଛନ୍ତି ହେଲା ତାର ଦାନା ପାଣି ଖାଇକି ଯାଇନାହାନ୍ତି କି ତା ସପୋର୍ଟରେ କହିବା ପାଇଁ ମୁଁ ସାମୂହିକରେ ପକେଇ ଦେଇଛି ନା ସେ ମାନେ ଆମ ମାନେ ବାଲିଗୁଡ଼ା ନିର୍ବାଚନରେ ଯେକୌଣସି ଲୋକକୁ ବିଜେଡି ଟିକେଟ ଦେଲେ ଆମେ ଜିତିବା ବୋଲି କହିଛି ହେଲା ସେଇଟାକୁ ମୁଁ ୟୁଟ୍ୟୁବ ବନେଇକି ଛାଡ଼ି ଦେଇଛି ନା ହେଲେ ଏମାନେ ସେପାରେଟ କରିକି ଯାଇଛନ୍ତି କାହା କହିଲେ ଗୋଟେ ଜଣକୁ ଆକୁ ଦେଲେ ଏକା ଜିତିବ ନହେଲେ ନାହିଁ ବୋଲି କହିବା ପାଇଁ ହେଲା ସେଥିପାଇଁ ମାନେ ମାନେ ଇଏ ଗରମ ତାତିଛି ନା ଇଏ ବୁଝିଲୁ କି ତମକୁ ସେ ତାତି ଦେଖେଇଲେ ହେବ କି ଦେଇଛି ମୁଁ ଝାଡ଼ି ଦେଇଛି ତାକୁ କାଟି ପକେଇଲା 2008ରେ ଦଙ୍ଗା ହେଲା ଯେମିତି ତା ଆସିକି ତ କୋଟଗଡ଼ ସେ ଜାଗା ଟିକେ ଖଣ୍ଡେ ରଖିକି ଆକୁ ତାକୁ ହାତ ପୁତେ ଖାଉଛି ଭିକାରୀ ଭଳିଆ ଜମି କିଣି ଦେଇଛି ନା କଣ ଅଛି ଏଠି ସେଇଠି ଫୁଟାଣି ମାରି ମତେ କହୁଛି ତାପରେ ମୁଁ ଦେଖିଲି ହଁ ବୋଲି କହିଲି ତାପରେ ତ ଏବେ ସୁଧିଲି ତାକୁ ଆଉ ସେ ନହେଲେ ମୁଁ ଗାଳି କଲି ସେମିତି ଗାଳି କଲି ବୋଲି କହିବ ନା ସୁଧିଲି ଏକେ ସେ ଯୋଉଟା ସେମ୍ବେଲ ତାପା କୁଟି ଗୁଡ଼ା ତୋର ବୋପା କରିଦେଇଥିଲା କି ଚର୍ଚ୍ଚ ବୋଲି କହିଲି ଆଉ 1996ରେ ମୁଁ କାନାଡ଼ାର ଜୋନାଥନକୁ ଆଣିକି ସେଠି ପ୍ରଚାର କରିକି ଚର୍ଚ୍ଚ ତିଆରି କରିବା ଲୋକ ମୁଁ ଛଡ଼ା ଏବେ ଯାଇକି ହାଲି ପ୍ରେଜ ଲାଡୁ କରୁଛ ତମ ସ୍ତ୍ରୀ ସହିତ ଯାଇକି 2 ଜଣ ସେଠୁ ମାନେ ଦାନା ପାଣି କରି ବଞ୍ଚୁଛ ତୁ ଫୁଟାଣି ମାନେ ମତେ କଥା କହୁଛୁ ପାଣିରେ ବଞ୍ଚୁନି ବୋଲି କହୁଛୁ ଲାଜ ଲାଗୁନି ତତେ କି ମୁଁ ମହାଦେବ କାହା ଦାନା ପାଣିରେ ବଞ୍ଚିବ ନା ବୋଲି କହୁଥିଲି ପରା କାହାର ଦାନା ପାଣି ଖାଇକି ଯାଇଥିଲୁ ସିଆଡେ ତୋର ବୋପାର କାମ ଥିଲା କି ସେଠି ଭୁବନେଶ୍ୱର ଆରେ କାହାର ଗୋଟେ ଦାନା ପାଣି ଖାଇବା ପାଇଁ ଯାଇଥିଲୁ ନା ଆମେ ଜାଣିଛୁ ବିଜେଡି ଯାହାକୁ ଦେଲେ ବି ଜିତିବା ଆମ ବାଲିଗୁଡ଼ା ନିର୍ବାଚନରେ ଆମେ ଜାଣିଛୁ ତମେ କାହାକୁ ବୋଲେ ସମସ୍ତର ଜାଗା ଯାଇଥିଲ ନା ଆଉ ମୁଁ କାହା ଦାନା ପାଣିରେ ଯିବା ଲୋକ ଏତେ ନିଜର ଟଙ୍କାରେ ଖର୍ଚ୍ଚ କରିବା ବୁଲିବା ଲୋକ ଏଠରୁ ସେ ମାନେ ଯାଇକି ସେଠି କୋଟଗଡ଼ କଣ ଘର ଦ୍ୱାରା ଛାଡ଼ିକି କଣ କୋଟଗଡ଼ ଯାଇକି ଅଛି ତାର ବୋପା ଜାଗା କିଣି ଦେଇଥିଲା କି ସେଠି ଆମେ ଜାଣିଛୁ ଯେ ଯିଏ ବି ବିଜେଡିରେ ଆସିଲେ ଜିତିବ ଆମେ ଜାଣିଛୁ ତମେ ତ କାହାର ଗୋଟେ ଦାନା ପାଣି ଖାଇବାକୁ ଦେଲା ପଳେଇଛ ନା ତମର ନିଜର ଖର୍ଚ୍ଚ କରିକି କାମ କରିବା ଲୋକ ଆଗରୁ କୁଆଡ଼େ ଯାଇଥିଲ କରିବା ପାଇଁ ସେମାନେ ତ ଖାଉଛନ୍ତି ଫୁଲିଆ ଖାଇ ଆମେ ତ ସେମିତି ଖାଇନୁ ନା ଆଜି ପର୍ଯ୍ୟନ୍ତ କାହିଁ କିଏ କହିବ ସୁଶାନ୍ତ ଇଲେକ୍ସନ ଟଙ୍କା ଏତିକି ଖାଇଛି ବୋଲି କିଏ କହିବ କି ମତେ ଆମେ କଣ ଇଲେକ୍ସନ ରାଜନୀତି କରିନୁ କି ବାପା ପରା ହାତ ଟେକା ଟାଇମରେ 63 ସାଲରେ ସରପଞ୍ଚ ଥିଲେ ଇଏ କଣ ଲୋକ ଚିହ୍ନି ପାରୁନି କଣ ତା ଭଳିଆ ଖାଲି ସିଜନ ପଡିଲା ବେଳକୁ ଯାଇକି ଆ ପାଇଁ ତା ପାଇଁ ଟିକେ କହିଦେଇ ତାର ପୁଅ ସେଠି ଗାଡ଼ିରେ କଣ୍ଡକ୍ଟର ଅଛି ତ ସେ ଲକ୍ଷ୍ମୀ ବସରେ ବୋଲି କହିଲେ ଆମ ପୁରା ପୃଥିବୀକୁ ଆମେ ଧରିଲା ବେଳେ ଲାଗୁନି